ଦେଖନ୍ତୁ ଆଜି ବିଶ୍ୱ ପରିବେଶ ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଏବଂ ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମା ପାଇଁ ଗଛଟିଏ ସେଥିପାଇଁ ଆମେ ବିଏମସି ତରଫରୁ ଗଛ ଲଗାଇଲୁ ଏବଂ ଏ ମାର୍କେଟରେ ମଧ୍ୟ ଗୋଟେ 4 ନମ୍ବର ମାର୍କେଟରେ ବି ଗଛ ଲଗାଇଲୁ ଏବଂ ଏ 4 ନମ୍ବର ମାର୍କେଟ ଏକ ଭ୍ୟାଲୁଏବଲ୍ ପ୍ଲେସ୍। ଏଠି ଯେଉଁଭଳି ଭାବରେ ହାଇଜେନିକ୍ ନାହିଁ, ଯେଉଁଭଳି ଭାବରେ ଏଠି ମାଛ ମାଂସ ପରିବା ମାର୍କେଟ ହେଇଛି ସେ ସୁସ୍ଥ ପରିବେଶ ନୁହଁ। ତେଣୁ ଆମେ ଚିନ୍ତା କରୁଛୁ ଏଠି ସୁସ୍ଥ ପରିବେଶରେ ଯେମିତି ମାଛ ମାର୍କେଟ ଏବଂ ମାଂସ ମାର୍କେଟରେ ଅଲଗା ଅଲଗା କରିବୁ ଏବଂ ହାଇଜେନିକ୍ ହେବ ତା ପାଇଁ ବ୍ୟବସ୍ଥା କରିବୁ ଏବଂ ଅନ୍ୟାନ୍ୟ ଯେଉଁ ମାର୍କେଟ ଅଛି ତାକୁ ବି ଆମେ ଡେଭଲପ୍ କରିକି ଏଠି ଗୋଟେ ସୁସ୍ଥ ବାତାବରଣ ତିଆରି କରିବୁ ତଥା ରେଭିନ୍ୟୁ ଯେମିତି ଜେନେରେଟ୍ ହେଇପାରିବ, ଲୋକମାନେ ଭଲରେ ତାକୁ ୟୁଜ୍ କରିପାରିବେ। ଯେଉଁମାନେ ମାର୍କେଟ ଏଠି ବସେଇଛନ୍ତି କରିଛନ୍ତି ସେମାନଙ୍କୁ ମଧ୍ୟ ପ୍ରାୟୋରିଟି ଦେଇକି ଆକୁ ସଲ୍ୟୁସନର ରାସ୍ତା ଆମେ ଯେଉଁ ଏଷ୍ଟିମେଟ୍ ହେଇଛି ଏ ଏଷ୍ଟିମେଟ୍ ପୁନଶ୍ଚ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ତେଣୁ ତାକୁ ଆକଳନ ବର୍ତ୍ତମାନ କରାଯାଇପାରିବ ନାହିଁ, କାରଣ ଆମେ ତାକୁ ସେମାନେ ମୋତେ ରାପ୍ କରିଥିଲେ ଦେଖେଇଲେ ଆମେ ତାକୁ ପୁଣି ପ୍ରେଜେଣ୍ଟେସନ ଦେଖିଲା ପରେ ପୁଣି ଆମେ ସିଦ୍ଧାନ୍ତ କରିବୁ କୋଉ ମଡେଲରେ ଆମେ କରିବୁ। ଆମେ ଏବେ ବି କରୁଛୁ ଫିସ୍ ମାର୍କେଟ ଆଉ ଭେଜିଟେବୁଲ ମାର୍କେଟ ଏ ଅଲଗା ଅଲଗା କରିବୁ। ଗୋଟେ ଜାଗାରେ ଆମେ ଯୋଉଠି କରିବୁ ସେଠି ମାଛ ମାଂସ ଉଭୟ ପ୍ରକାର ମାର୍କେଟ ଗୋଟେ ଜାଗାରେ କରିବୁ, ତାର ହଲ୍ ବି ରହିବ ଏବଂ ତାର ସମସ୍ତ ମାନେ ନିଷ୍କାସନର ବ୍ୟବସ୍ଥା, ଜଳ ନିଷ୍କାସନ ବ୍ୟବସ୍ଥା ଏସବୁ କରିକି ଗୋଟେ ଭଲ ମାର୍କେଟ ଆମେ ବନେଇବୁ। ଯେମିତି ଆମେ ସାଧାରଣତଃ ହାଟ କନସେପ୍ଟ ମାର୍କେଟ କମ୍ପ୍ଲେକ୍ସ ପ୍ଲାନିଂ କରୁଛୁ, ମାନେ ହାଟକୁ ହାଟ ଯେଉଁ ଷ୍ଟାଇଲରେ ହେବା କଥା ତଳେ ହେବ ତା ଉପରେ ବିଭିନ୍ନ ପ୍ରକାର ମାର୍କେଟର ବ୍ୟବସ୍ଥା ସବୁ ଜିନିଷ ଯେମିତି ସେଠି ମିଳିପାରିବ ସେଭଳିଆ ପ୍ଲାନିଂ ଆମେ ଆଗକୁ କରୁଛୁ। ମଲ୍ଟିପଲ ମାର୍କେଟ ତା ପାଇଁ ଏବେ ସରକାର ପୁରା 20 ବର୍ଷ ଛାଡ଼ନ୍ତୁ 2 ବର୍ଷ ଆସିଲା ପରେ ଆମେ ତା ପାଇଁ ଆମେ ପୁରା କୋଉ ସ୍ତରରେ ଥିଲା କୋଉଠି ଥିଲା ତା ପ୍ଲାନିଂ କରିକି ବର୍ତ୍ତମାନ ତାକୁ ପୁଣି କରିବା ପାଇଁ ହବ।